गुड इवनिंग पिलाମାନେ। ଆଜି ଆମେ ପଢିବା ତୁମ ଦଶମ ଶ୍ରେଣୀର ଭୂଗୋଳ ବହିର ପ୍ରଥମ ଅଧ୍ୟାୟ ସମ୍ବଳର ପ୍ରଥମ ପାଠ, ଯେଉଁଥିରେ ଅଛି ସମ୍ବଳ ଓ ତାର ବିକାଶ। ଆଚ୍ଛା, ଆମେ ସମ୍ବଳ କାହାକୁ କହୁଛେ ପିଲାମାନେ? ଗୋଟିଏ କଥାରେ ମୋତେ କହିପାରିବ କି? ଆମେ ପ୍ରଥମେ ଜାଣିବା ସମ୍ବଳ କାହାକୁ କୁହାଯାଏ। ଦେଖ, ମଣିଷମାନେ ହିଁ ବିଭିନ୍ନ ପ୍ରକାରର ଜିନିଷକୁ ବ୍ୟବହାର କରୁଛନ୍ତି। ତେଣୁ ଆମେ ଯେଉଁ ସବୁ ଜିନିଷକୁ ବ୍ୟବହାର କରୁଛେ ତାକୁ ସମ୍ବଳ ବୋଲି କହୁଛେ। ଠିକ ତ? କୌଣସି ପଶୁପକ୍ଷୀ କୌଣସି ସମ୍ବଳକୁ ଏତେ ବ୍ୟବହାର କରୁଛନ୍ତି କି ସେମାନଙ୍କର କାମ ହେଲା କେବଳ ଖାଦ୍ୟ ଖାଇବା, ବଞ୍ଚିବା। କିନ୍ତୁ ଆମ ମଣିଷମାନଙ୍କର ବିଭିନ୍ନ ପ୍ରକାରର ଆବଶ୍ୟକତା ପଡ଼ିବା ଯୋଗୁଁ ପ୍ରକୃତିରୁ ମିଳୁଥିବା ଅନେକ ଗୁଡ଼ାଏ ପଦାର୍ଥକୁ ଆମେ ସିଧାସଳଖ ବ୍ୟବହାର କରୁଛେ, କିମ୍ବା ସେଗୁଡ଼ିକୁ କୌଣସି ପ୍ରକାର ପରିବର୍ତ୍ତନ କରି ବ୍ୟବହାର କରୁଛେ। ତେଣୁ ସେଇଗୁଡ଼ିକୁ ଆମେ କ'ଣ କହିଲେ? ସମ୍ବଳ କହିଲେ। ଆଉ ସେ ସମ୍ବଳ ଗୁଡ଼ିକ ସମୟ ଅନୁସାରେ କେମିତି ଭାବେ ଆମେ ବିକାଶ କରିଛେ ସେ ବିଷୟରେ ଆମେ ପଢ଼ିବା। ଜାଣିପାରିଲେ ପିଲାମାନେ ଆମେ କ'ଣ ପଢ଼ିବା ଏବେ ବିଷୟରେ? ଆଚ୍ଛା, ଏବେ ଦେଖିବା ପିଲାମାନେ, ସମ୍ବଳ ଆମେ କ'ଣ ସବୁ କହୁଛେ, କାହାକୁ କହୁଛେ, କିପରି ସମ୍ବଳର ବ୍ୟବହାର କରୁଛେ ଆଉ ତାର ବିକାଶ କିଭଳି ହୋଇପାରିଛି। ତାହେଲେ ଆମେ ଆଗରୁ ଯେଉଁ ସବୁ ବ୍ୟବହାର କରି ଆସୁଥିଲେ ସେଇ ସବୁ ଜିନିଷକୁ ଏବେ ବ୍ୟବହାର କରୁଛେ, ନା ଏହାକୁ କିଛି କିଛି ପରିବର୍ତ୍ତନ କରିଦେଲାଣି? ହଁ, ଆମ ମନରେ ଉତ୍ତର ଆସୁଥିବ ଯେ ଆମେ ସାମାନ୍ୟ ପରିବର୍ତ୍ତନ କରିଦେଲେଣି। ଆଗରୁ ମାଟି ଘରେ ରହୁଥିଲେ, ଏବେ ସିମେଣ୍ଟ ପକ୍କା ଘରେ ରହୁଛେ। ସେଇ ଅନୁସାରେ ଧୀରେ ଧୀରେ ଆମେ ସମସ୍ତ ଜିନିଷକୁ ବ୍ୟବହାର କରିବାର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରି ଚାଲିଲେଣି। ଯଦି ଏଇଭଳି ଭାବେ ଆମେ ଦେଖିବା ଯେ ଯେଉଁ ସବୁ ଜିନିଷ ଗୁଡ଼ାକୁ ସମୟ ଅନୁସାରେ ପରିବର୍ତ୍ତନ କରି ବ୍ୟବହାର କରୁଛେ ତାକୁ ଆମେ ସମ୍ବଳର ବିକାଶ ବୋଲି କହିଲେ। ତୁମ ବହିରେ ଯଦି ଉପଲବ୍ଧ ଥିବା ଡେଫିନେସନକୁ ଆମେ ଦେଖିବା ସମ୍ବଳ କାହାକୁ କୁହାଯାଏ ବୋଲି, ତାହେଲେ ଦେଖିବା ଯେ ମନୁଷ୍ୟର ବ୍ୟକ୍ତିଗତ ତଥା ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ଓ ମୂଲ୍ୟବାନ ବିବେଚିତ ହେଉଥିବା ପରିବେଶର ବିଭିନ୍ନ ପଦାର୍ଥ, ସେ ଜୈବ ହେଉ, ଅଜୈବ ହେଉ କିମ୍ବା ଅନ୍ୟ କୌଣସି ହେଉ, ତଥା ଶକ୍ତି ଇତ୍ୟାଦି, ଯାହା ପ୍ରାଦ୍ୟୋଗିକ ଦୃଷ୍ଟିକୋଣରୁ ସୁଗମ୍ୟ, ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣ ଯୋଗ୍ୟ, ତାକୁ ସମ୍ବଳ କୁହାଯାଏ। କ'ଣ କହିଲେ ପିଲାମାନେ ଏଠିକି ନା? କିଛି ନୂଆ ଜିନିଷ ଦେଖିଲେ ତାକୁ ଟିକେ ମନେ ପକେଇଦବା। ମନୁଷ୍ୟର ବ୍ୟକ୍ତିଗତ ବ୍ୟବହାର ତଥା ସାମାଜିକ ଆବଶ୍ୟକତା, ଆମର ନୀତିଦିନ ଯାହା ବ୍ୟବହାରରେ ଆସୁଛି ଆଉ ଆମ ସମାଜର ଆବଶ୍ୟକତା ପାଇଁ ଯାହା ଉପଯୋଗୀ ହେଇପାରୁଛି, ମୂଲ୍ୟବାନ ବିବେଚିତ ହେଇପାରୁଛି, ଯେଉଁ ଗୁଡ଼ାକ କି ପରିବେଶର ବିଭିନ୍ନ ପ୍ରକାର ପଦାର୍ଥ, ଯେମିତିକି ଜୈବ, ଅଜୈବ। ଜୈବ ମାନେ ଜୀବିତ ମାନଙ୍କ ଠାରୁ କିମ୍ବା ଜୀବମାନଙ୍କର ଅବଶେଷରୁ ଯାହା ଆସୁଛି। ଅଜୈବ ଜିନିଷ ଯେମିତିକି ମାଟି, ପାଣି, ପବନ, ଏସବୁ ଅଜୈବ ଜିନିଷ ଓ ଅନ୍ୟାନ୍ୟ ଯେକୌଣସି ପଦାର୍ଥରୁ ଆସିଥାଏ। ଏବଂ ବିଭିନ୍ନ ପ୍ରକାରର ଶକ୍ତି, ଯେମିତିକି ତାପଜ ଶକ୍ତି, ଗତିଜ ଶକ୍ତି, ସ୍ଥିତିଜ ଶକ୍ତି, ବିଭିନ୍ନ ପ୍ରକାର ଶକ୍ତି, ଯାହା ପ୍ରାଦ୍ୟୋଗିକ ଦୃଷ୍ଟିକୋଣରୁ ସୁଗମ୍ୟ ହୋଇଥିବ, ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ହେଇଥିବ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ ହେଇଥିବ। ମାନେ ଯାହା ଆମେ ପ୍ରାଦ୍ୟୋଗିକ ଦୃଷ୍ଟିକୋଣରୁ ସୁଗମ୍ୟ ହେଇଥିବ, ଆମେ କୌଣସି ପ୍ରକାରରେ ଇଣ୍ଡଷ୍ଟ୍ରିରେ ବ୍ୟବହାର କରିବା ପାଇଁ ତାକୁ କ'ଣ ହେଇଥିବ? ସହଜ ହେଇଥିବ, ସୁବିଧା ହେଇଥିବ। ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ହେଇଥିବ, ଅର୍ଥାତ୍ ଯାହା ଆମେ ବ୍ୟବହାର କରୁଛେ ତାକୁ ଆମେ ସୁବିଧା ଆଉ ସୁଲଭ ଦରରେ ପାଇପାରିବା। ସେମିତି ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ, ମାନେ ଆମ ପରିବେଶରେ ଯାହାକୁ ଆମେ ଗ୍ରହଣ କରିପାରିବା, ଯାହାକୁ ଆମେ ଗ୍ରହଣ କରିକି କୌଣସି ନୂତନ ଜିନିଷ ତିଆରି କରିପାରିବା। ଆମ ପରିବେଶ ତାହାକୁ କ'ଣ କରିପାରିବ? ଆକ୍ସେପ୍ଟାନ୍ସ ରହିଛି, ତାହାକୁ ଆମେ ସମ୍ବଳ ବୋଲି କହୁଛେ। ସମ୍ବଳର ଇଂରାଜୀ ମନେ ରଖିଛ ପିଲାମାନେ? ରିସୋର୍ସ ବୋଲି। ଓକେ, ଏବେ ଆମେ ଦେଖିବା ଯେ ଆଗକୁ ସମ୍ବଳ ବିଷୟରେ କ'ଣ ସବୁ ଦେଇଛି। ଓକେ, ମୁଁ ତୁମକୁ ସର୍ବପ୍ରଥମେ କହିଥିଲି ପିଲାମାନେ, ସମୟ ଅନୁସାରେ ଆମେ ବିଭିନ୍ନ ପ୍ରକାରର ଜିନିଷ ଗୁଡ଼ିକୁ, ପୃଥିବୀରେ ମିଳୁଥିବା ବିଭିନ୍ନ ପ୍ରକାରର ଜିନିଷ ଗୁଡ଼ିକୁ କ'ଣ କରି ଚାଲିଛେ? ସେଗୁଡ଼ିକୁ ପରିବର୍ତ୍ତନ କରି ବ୍ୟବହାର କରି ଚାଲିଛେ। ତାହେଲେ ଦେଖିବା, ଦେଖ, ଯେଉଁ ସମ୍ବଳ ବିଭିନ୍ନ ପ୍ରକାରର ଅବସ୍ଥାରେ ସେଗୁଡ଼ିକ ସବୁ ଆମେ କ'ଣ ଅଛି? ଗଚ୍ଛିତ ଅଛି। ସେଇ ଗଚ୍ଛିତ ଅବସ୍ଥାରୁ ନେଇ ତାକୁ ଆମେ କ'ଣ କରିଛେ? ବିକଶିତ କରିପାରିଛେ। ସେ ଦେଶର ଅର୍ଥନୈତିକ, ଦେଖ, ଯେଉଁ ଦେଶ ତାଙ୍କ ଦେଶରେ ଉପଲବ୍ଧ ଥିବା ଜିନିଷ ଗୁଡ଼ିକୁ ନେଇ ଅନେକ ଗୁଡ଼ାଏ ନୂତନ ଜିନିଷ ପ୍ରସ୍ତୁତ କରିପାରିଛି, ଆଉ ଯିଏ ଯେତେ ଜଲ୍ଦି ତିଆରି କରିଛି ସେ କ'ଣ ହେଇପାରିଛି? ସେ ଦେଶର ଅର୍ଥନୀତି ସେତେ ଅଧିକ ବଢ଼ି ଚାଲିଛି। ତେଣୁ ଯେତେବେଳେ ଆମେ ସମ୍ବଳ ଗୁଡ଼ିକୁ ପ୍ରକୃତିରୁ ଆଣି ଠିକ୍ ଭାବେ ବ୍ୟବହାର କରି ନୂଆ ନୂଆ ଜିନିଷରେ ତିଆରି କରିପାରିବା, ଏହା କେମିତିକା ଦରକାର? ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟରେ ଦରକାର। ଯେତେବେଳେ ଅନୁସନ୍ଧାନ କରିବା, ଜ୍ଞାନ କୌଶଳ ବୃଦ୍ଧି କରିବା ଆଉ ନୂତନ ଜିନିଷ ତିଆରି କରିବା, ଏହା ସମ୍ଭବ ହୋଇପାରିବ। ତାହେଲେ ମୁଁ ପ୍ରଥମେ କହିଥିଲି ତୁମମାନଙ୍କୁ ଯେ ପ୍ରକୃତିରୁ ମିଳୁଥିବା ସମସ୍ତ ଜିନିଷକୁ ଆମେ ଆଣି ସଦାବେଳେ ସିଧାସଳଖ ବ୍ୟବହାର କରିପାରୁନେ, କିଛି ଗୁଡ଼ିକ ପରିବର୍ତ୍ତନ କରି ତାକୁ ଆମେ ବ୍ୟବହାର କରୁଛେ। ତ ଏଇ ପ୍ରକୃତିରୁ ମିଳୁଥିବା ବିଭିନ୍ନ ପ୍ରକାରର ଜିନିଷକୁ ଆଣି ବିଭିନ୍ନ ପ୍ରକାର ସମୟରେ ଭିନ୍ନ ଉପାୟରେ ଜ୍ଞାନ କୌଶଳକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରିରେ ତାକୁ କ'ଣ କରୁଛେ? ଆମେ ନୂଆ ପ୍ରକାରରେ ତାକୁ ରୂପ ଦେଉଛେ, ତାପରେ ତାକୁ ବ୍ୟବହାର କରୁଛେ। ଉଦାହରଣ ସ୍ୱରୂପ ନେଇଯିବା ପିଲାମାନେ, ଯେତେବେଳେ ପ୍ଲାଷ୍ଟିକ, ଆଗ କାଳରେ ଯଦି ଆମେ ଆଦିମ ମାନବ କାଳକୁ ଯିବା, ସେମାନେ କ'ଣ ପ୍ଲାଷ୍ଟିକ ବିଷୟରେ କିଛି ଜାଣିଥିଲେ?
କିନ୍ତୁ ଆମେ କ'ଣ କରୁଛେ ଧୀରେ ଧୀରେ ସେଗୁଡ଼ିକୁ ଡେଭଲପ୍ କରେଇଲେ ଲାବ୍ରୋଟୋରୀରେ ଡେଭଲପ୍ କରେଇଲେ ତାପରେ ତାକୁ ଫ୍ୟାକ୍ଟ୍ରିକୁ ସେ ସବୁ ଜିନିଷ ଗୁଡ଼ିକ ନୂଆ ତିଆରି କରିବା ପାଇଁ ଆମେ ଜ୍ଞାନ କୌଶଳ ଦେଲେ ତାପରେ ଆମେ ଗୋଟେ ଚେୟାରଟେ ତିଆରି କରିପାରୁଛେ କି ଟେବୁଲଟେ ତିଆରି କରିପାରୁଛେ। ଏବେ ତ ପ୍ଲାଷ୍ଟିକ ବିନା ଆମେ କିଛି ବି କରିପାରୁନେ ବଜାରକୁ ଯାଉଛେ ପରିବା କିଣିବା ପାଇଁ ତ ମଧ୍ୟ ପ୍ଲାଷ୍ଟିକ ବ୍ୟାଗଟିଏ ବ୍ୟବହାର କରୁଛେ। ତାହେଲେ ସମୟ ଅନୁସାରେ ଆମେ ଜ୍ଞାନ କୌଶଳକୁ କ'ଣ କଲେ ବିକଶିତ କଲେ ଓ ସେଗୁଡ଼ିକୁ ବ୍ୟବହାର କଲେ। ତେଣୁ ଏଇ ଯେଉଁ ପ୍ଲାଷ୍ଟିକଟି ଇଏ ଗୋଟେ ଆମ ପାଇଁ ସମ୍ବଳ କେତେବେଳେ ହେଲା ଯେତେବେଳେ ଏହାକୁ ଆମେ କ'ଣ କରିପାରିଛେ ନା ଆବିଷ୍କାର କରିପାରିଛେ ଆଉ ବ୍ୟବହାର କରିପାରିଛେ। ସେଇ ଅନୁସାରେ ଯେତେବେଳେ ଆମେ ପ୍ଲାଷ୍ଟିକର ବ୍ୟବହାର କରି ଜାଣିଲେ ସବୁ ଜିନିଷ ସୁବିଧା ହେଲା ତେଣୁ ଆମେ ଆଗକୁ ମଧ୍ୟ ଉନ୍ନତି କରିପାରିଲେ ଜାଣିପାରିଲେ। ତାହେଲେ ଏଇ ଯେଉଁ ରୂପାନ୍ତରଣ ପ୍ରକ୍ରିୟା ବିଭିନ୍ନ ପ୍ରକାରର ଉପାୟରେ ଆମେ ଯେତେବେଳେ ଜିନିଷ ଗୁଡ଼ିକୁ ରୂପାନ୍ତରଣ କରୁଛେ ପ୍ରକୃତିରୁ ମିଳୁଥିବା ଜିନିଷ ଗୁଡ଼ିକୁ ରୂପାନ୍ତରଣ କରୁଛେ ଏ ରୂପାନ୍ତରଣ ପ୍ରକ୍ରିୟା ପ୍ରାକୃତିକ ପରିବେଶରୁ ପ୍ରକୃତି ମନୁଷ୍ୟ ପ୍ରାଦ୍ୟୋଗ୍ୟ ଓ ଅନୁଷ୍ଠାନ ମଧ୍ୟରେ ଥିବା ପରସ୍ପର ନିର୍ଭର ନିର୍ଭର କରିଥାଏ। ଆଚ୍ଛା କେମିତି ପରସ୍ପର ନିର୍ଭରଶୀଳତା ଉପରେ ନିର୍ଭର କରିଥାଏ ଦେଖ ମଣିଷ କ'ଣ କରିଥାଏ ନା ପ୍ରାକୃତିକ ପରିବେଶରୁ କୌଣସି ଗୋଟେ ବା ଭୌତିକ ପରିବେଶ ଯାହା କହୁଛେ ପ୍ରାକୃତିକ ପରିବେଶ ବା ଭୌତିକ ପରିବେଶରୁ କୌଣସି ଗୋଟେ ଜିନିଷ ନେଇଥାଏ। ଏ ଜିନିଷକୁ ସେ କେଉଁଠିକୁ ନେଇଥାଏ ନା କୌଣସି ଗୋଟେ ପ୍ରାତ୍ୟକୁ ନେଇଥାଏ କୌଣସି ଗୋଟେ ଇଣ୍ଡଷ୍ଟ୍ରିକୁ ନେଇଥାଏ। ଇଣ୍ଡଷ୍ଟ୍ରିକୁ ନେବା ପୂର୍ବରୁ ସେ କ'ଣ କରିଥାଏ ସେ ଅନୁଷ୍ଠାନଟି ପ୍ରତିଷ୍ଠା କରିଥାଏ। ସେ ଅନୁଷ୍ଠାନଟି କେମିତି ଚାଲିବ କ'ଣ ହବ ସେଥିରେ କେମିତି ନୂଆ ଜିନିଷ ତିଆରି କରାଯିବ ଏଇସବୁ ଜିନିଷକୁ ଦେଖିଥାଏ। ଏହା କାହା ଦ୍ୱାରା ସମ୍ଭବ ହୋଇଥାଏ ମଣିଷ ନୂତନ ଜ୍ଞାନ କୌଶଳ ନେବା ଦ୍ୱାରା। ମଣିଷ ପାଖରେ ନୂଆ ନୂଆ ବୁଦ୍ଧି ନୂତନ ଜ୍ଞାନ କୌଶଳ ଏସବୁ ଥିବା ଯୋଗୁଁ ମଣିଷ ଏଇଭଳି କାର୍ଯ୍ୟ ଗୁଡ଼ିକ କରିପାରିଥାଏ ଆଉ ନୂଆ ନୂଆ ଜିନିଷ ତିଆରି କରିପାରିଥାଏ। ଏବେ ଜାଣିପାରିଲେ ପିଲାମାନେ ଆମେ କେମିତି ଭାବେ ବିଭିନ୍ନ ପ୍ରକାରର ସମ୍ବଳକୁ ଭୌତିକ ପରିବେଶ ପ୍ରାତ୍ୟୋଗ୍ୟ ଅନୁଷ୍ଠାନ ଏଇ ସବୁ ମନୁଷ୍ୟ ସହିତ ସମ୍ବନ୍ଧିତ କରାଇ ପାରୁଛେ। ଓକେ ପିଲାମାନେ ଆଗକୁ ଦେଖିବା ଏବେ କ'ଣ ଅଛି ଦେଖ ଅନେକ ଭାବନ୍ତି ଯେ ସମ୍ବଳ ହେଉଛି ପ୍ରକୃତିର ଏକ ମୁକ୍ତଦାନ ମାତ୍ର ଏହାର ଅର୍ଥ ଯଥାର୍ଥତା ନୁହେଁ। କାହିଁକି ସମ୍ବଳ ହେଉଛି ମାନବୀୟ କାର୍ଯ୍ୟକଳାପର କ୍ରିୟାତ୍ମକ ବସ୍ତୁ। ଦେଖ ସମ୍ବଳ ଯେ ପ୍ରକୃତିର ମୁକ୍ତଦାନ ଏହା କହିବାଟା ସହଜ ନୁହେଁ। ସମ୍ବଳଟା କେବଳ ଯେ ପ୍ରକୃତିର ମୁକ୍ତଦାନ ଏହା ନୁହେଁ ଏହା ଯଥାର୍ଥ ତାହାର ଅର୍ଥ ପ୍ରଦାନ କରୁନି। କାହିଁକି ନା ଆମେ ବା ଜାଣିଛେ ସମ୍ବଳକୁ ନୂତନ ଭାବେ ଆମେ ବିଭିନ୍ନ ପ୍ରକାରର ପ୍ରକ୍ରିୟାରେ ପରିବର୍ତ୍ତନ କରି ବ୍ୟବହାର କରୁଛେ। ତାର ଅର୍ଥ କ'ଣ ହେଲା ସମ୍ବଳ ହେଉଛି ମାନବୀୟ କାର୍ଯ୍ୟକଳାପର କ୍ରିୟାତ୍ମକ ବସ୍ତୁ। ଆମର ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଦ୍ୱାରା ଯେଉଁ ନୂତନ ଜିନିଷ ଗୁଡ଼ିକ ତିଆରି ହେଉଛି ସେଇଗୁଡ଼ିକ ହେଉଛି ସମ୍ବଳ। ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ କାରଣ ମନୁଷ୍ୟକୁ ସମ୍ବଳର ସ୍ରଷ୍ଟା ଉପଭୋକ୍ତା କ୍ଷୟକାରୀ ଶକ୍ତି ଭାବରେ ବିଚାର କରାଯାଏ। ମନୁଷ୍ୟ ନଥିଲେ ସମ୍ବଳ ସତରେ କ'ଣ ପୃଥିବୀରେ ବ୍ୟବହାର ହେଇପାରୁଥାନ୍ତା ଠିକରେ? ବାଘ ଭାଲୁ ମାନେ କ'ଣ ସମ୍ବଳକୁ ବ୍ୟବହାର କରୁଛନ୍ତି? ସେମାନେ କୌଣସି ଫ୍ୟାକ୍ଟ୍ରିରେ ଯାଇ କାମ କରୁଛନ୍ତି ନା ବିଭିନ୍ନ ପ୍ରକାର ପୋଷାକ ପିନ୍ଧୁଛନ୍ତି? ତାହେଲେ ଆମେ ମଣିଷମାନେ ହିଁ ସମ୍ବଳର ସ୍ରଷ୍ଟା। ଆମେ ସମ୍ବଳକୁ ସୃଷ୍ଟି କରିଛେ ଆମେ ନଥିଲେ ସମ୍ବଳ ନଥାନ୍ତା। ଉପଭୋକ୍ତା ଯେଉଁ ସମ୍ବଳ ଗୁଡ଼ିକ ଆମେ ସୃଷ୍ଟି କରୁଛେ ତାକୁ ଆମେ ବ୍ୟବହାର କରୁଛେ। ଆଉ କ୍ଷୟକାରୀ ଶକ୍ତି ଯେଉଁ ସମ୍ବଳ ଗୁଡ଼ିକ ପୃଥିବୀ ପୃଷ୍ଠରେ ଉପଲବ୍ଧ ହେଉଛି ତାକୁ ନଷ୍ଟ କରିବାରେ କ୍ଷୟ କରିବାରେ ଆଉ ଶୀଘ୍ର ଶେଷ କରିବାରେ ମଧ୍ୟ ଆମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଭାବେ ରହିଛି। ତେଣୁ ଅର୍ଥନୈତିକ ଭୂଗୋଳରେ ମନୁଷ୍ୟକୁ ଏକ ମୁଖ୍ୟ କର୍ତ୍ତା ଭାବରେ ଗ୍ରହଣ କରାଯାଇଛି। ତେଣୁ ଅର୍ଥନୈତିକ ଭୂଗୋଳରେ ମନୁଷ୍ୟକୁ ଏକ ମୁଖ୍ୟ କର୍ତ୍ତା ଭାବରେ ଗ୍ରହଣ କରାଯାଇଛି। ମନୁଷ୍ୟ ଯୋଗୁଁ ହିଁ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ହେଇପାରୁଛି। କାରଣ ଉତ୍ପାଦନ ବଣ୍ଟନ ବ୍ୟବହାର ଓ କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ୱାରା ହିଁ ସମ୍ବନ୍ଧିତ ହୋଇଥାଏ। ତାହେଲେ ଉତ୍ପାଦନ ବଣ୍ଟନ ବ୍ୟବହାର କ୍ଷୟ ପ୍ରଭୃତି ପ୍ରକ୍ରିୟା ମନୁଷ୍ୟ ଦ୍ୱାରା ହିଁ ସମାହିତ ହୋଇଥାଏ ଆଉ ମନୁଷ୍ୟ ନିଜ ପାଇଁ ହିଁ ସମାହିତ କରିଥାଏ। ସେଥିପାଇଁ ମନୁଷ୍ୟକୁ ମଧ୍ୟ ଏକ ସମ୍ବଳ ଭାବରେ ଗ୍ରହଣ କରାଯାଇଛି ଯାହାକୁ ମାନବ ସମ୍ବଳ କୁହାଯାଇଛି। ମନେ ରଖିବ ପିଲାମାନେ ଏଇ ମାନବ ସମ୍ବଳଟି ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି ମାନବ ସମ୍ବଳ ନଥାନ୍ତା କୌଣସି ସମ୍ବଳର ବ୍ୟବହାର ହୋଇପାରୁନଥାନ୍ତା। କୌଣସି ଦେଶର ଲୋକମାନଙ୍କ ଜୀବନ ଧାରଣର ମାନକୁ ଉକ୍ତ ଦେଶର ସମ୍ବଳ ଜନସଂଖ୍ୟାର ଗୁଣ ଓ ଆକାର ଉପରେ ନିର୍ଭର କରିଥାଏ। ଦେଖ ଆମ ଦେଶର ଜୀବନ ଧାରଣ କେମିତି ଉନ୍ନତି ହେବ ଆମର ଯଦି ଲୋକମାନେ ଅଧିକ ଅଛନ୍ତି ଲୋକମାନଙ୍କ ପାଖରେ ଜ୍ଞାନ ଅଧିକ ଅଛି ଆଉ ସେ ଜ୍ଞାନକୁ ନେଇ ଆମେ ବିଭିନ୍ନ ପ୍ରକାରର ପଦାର୍ଥ ତିଆରି କରିପାରୁଛେ। ତାହେଲେ ସେ ପଦାର୍ଥ ତିଆରି କରିବା ପାଇଁ ଆମ ପାଖରେ କ'ଣ ଦରକାର ହେବ ବିଭିନ୍ନ ପ୍ରକାରର ପରିବେଶରୁ ମିଳୁଥିବା ଜିନିଷ ଗୁଡ଼ିକ ଯେମିତିକି ଖଣିଜ ପଦାର୍ଥ ହେଇଗଲା ଯେମିତିକି ପ୍ରାକୃତିକ ସମ୍ପଦ ହେଇଗଲା ଏସବୁ ବିଭିନ୍ନ ପ୍ରକାର ଜିନିଷ ହେଇପାରେ। ତେଣୁ ଯେତେବେଳେ ଆମର କୌଣସି ଏକ ଅଞ୍ଚଳରେ ଲୋକମାନେ ଜ୍ଞାନୀ ହେଇଥିବେ ଲୋକମାନଙ୍କ ପାଖରେ ଟେକ୍ନୋଲୋଜି ଥିବ ଲୋକମାନଙ୍କ ପାଖରେ ବୁଦ୍ଧି ଥିବ ଆଉ ବିଭିନ୍ନ ପ୍ରକାର ଫ୍ୟାକ୍ଟ୍ରି ଥିବ ଆଉ ଆମ ପାଖରେ ଅନେକ ଗୁଡ଼ାଏ ଜିନିଷ ମିଳିପାରୁଥିବ ତାହେଲେ ଆମେ କ'ଣ ହେଇପାରିବା ସମୟ ଅନୁସାରେ ବିକଶିତ ହୋଇପାରିବା। ତେଣୁ କୌଣସି ଦେଶର ସଭ୍ୟତା କିମ୍ବା ଅର୍ଥନୈତିକ ବିକାଶ ଉକ୍ତ ଦେଶର ଜନସଂଖ୍ୟା ପ୍ରାକୃତିକ ସମ୍ବଳ ମନୁଷ୍ୟମାନଙ୍କର ସମ୍ବଳ ବ୍ୟବହାରକାରୀ ଗୁଣ ଉପରେ ନିର୍ଭର କରିଥାଏ। ଜାଣିପାରିଲେ ତାହେଲେ ଦେଶର ଜନସଂଖ୍ୟା ଉପରେ ପ୍ରାକୃତିକ ସମ୍ବଳ ଉପରେ ଆଉ ମନୁଷ୍ୟ ତାକୁ କିଭଳି ବ୍ୟବହାର କରୁଛି ଏହା ଉପରେ ନିର୍ଭର କରିଥାଏ। ସମ୍ବଳର ଦୁଇଟି ବିଶେଷତ୍ୱ ହେଉଛି ଗୋଟିଏ ହେଉଛି ଉପଯୋଗିତା ଆଉ ଗୋଟିଏ ହେଉଛି କାର୍ଯ୍ୟଦକ୍ଷତା।
ମନେ ରଖିବା ସମ୍ବଳର ବିଶେଷତ୍ୱ କ'ଣ? ଗୋଟିଏ ଉପଯୋଗିତା ଆଉ ଗୋଟେ କାର୍ଯ୍ୟଦକ୍ଷତା। ପ୍ରଥମତଃ ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ। ଉପଯୋଗିତା ମାନେ କ'ଣ? ସମ୍ବଳଟି ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ। ତୃତୀୟତଃ ଦେଖିବା କାର୍ଯ୍ୟଦକ୍ଷତା। କାର୍ଯ୍ୟଦକ୍ଷତା ମାନେ ସମ୍ବଳ ବିଭିନ୍ନ ପ୍ରକାର ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବା ପାଇଁ ସହାୟକ ହେବା ଆବଶ୍ୟକ। କାର୍ଯ୍ୟଦକ୍ଷତା ମାନେ ସେ ଆମର କାମ କରିପାରୁଥିବା ଦରକାର। ସମ୍ବଳଟି ବିଭିନ୍ନ ପ୍ରକାର ଉପାୟରେ ବିଭିନ୍ନ ପ୍ରକାର ପ୍ରକ୍ରିୟା ମାଧ୍ୟମରେ ଆମର କାର୍ଯ୍ୟ ସମ୍ପାଦିତ କରିପାରୁଥିବା ଦରକାର। ତ ଆଜି ପାଇଁ ଏତିକି। ପରବର୍ତ୍ତୀ କ୍ଲାସରେ ଆମେ ଦେଖିବା ସମ୍ବଳର ପ୍ରକାରଭେଦ ଏବଂ ବିଭିନ୍ନ ପ୍ରକାରର ସମ୍ବଳ କିପରି ଭାବେ ଭିନ୍ନ ଭିନ୍ନ ଭାବରେ ଆମେ ଶ୍ରେଣୀ ବିଭାଗ କରିଛେ ଓ କେମିତି ଶ୍ରେଣୀ ବିଭାଗ କରିଛେ, କାହିଁକି ଶ୍ରେଣୀ ବିଭାଗ କରିଛେ, ଏସବୁ ଜିନିଷ ଜାଣିବା ନେକ୍ସଟ କ୍ଲାସରେ। ଧନ୍ୟବାଦ ପିଲାମାନେ।